ଆମର ଫରେଷ୍ଟ ନିଆଁ ଲଗାଇ ଦେଇ କିଛି ଲୋକ ଶିକାର କରୁଛନ୍ତି। ତେଣୁକରି ଗତ ୱିକ୍ରେ ଆମର RCCF ବ୍ରହ୍ମପୁର ଡକ୍ଟର ଶ୍ରୀଯୁକ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ ଥିଲା ଏବଂ ଆମର DFO ବାଲିଗୁଡ଼ା ଶ୍ରୀ ବିଶ୍ୱଜିତ ପଣ୍ଡାଙ୍କ ନିର୍ଦ୍ଦେଶ ଥିଲା ଯେ ଏନି ହାଉ ଯେଉଁମାନେ ଜଙ୍ଗଲ ନିଆଁ ଲଗାଉଛନ୍ତି ବିଭିନ୍ନ ପ୍ରକାର କାରଣ ଥାଇ ନିଆଁ ଲଗାଉଛନ୍ତି, ତେଣୁକରି ସେମାନଙ୍କୁ ଧରାଯାଉ। ଗତକାଲି ଆମର ଦାରିଙ୍ଗବାଡ଼ି ରେଞ୍ଜରେ ଆମର ରେଞ୍ଜ ଇନଚାର୍ଜ SCF ଶ୍ରୀ ସତୀଶ କୁମାର ଧରୁଆ ତାଙ୍କ ପେଟ୍ରୋଲିଂ ଟିମ୍ କାଲି ତାଙ୍କ ନିର୍ଦ୍ଦେଶ ଥିଲା ସେମାନେ ରାତିରେ ପେଟ୍ରୋଲିଂ କଲାବେଳେ ଆମର ରୁତୁଙ୍ଗିଆ PRF ମଧ୍ୟରେ କିଛି ଫାୟାର ପଏଣ୍ଟ ଆସିଥିବା ଲିଭିବାକୁ ଯାଉଥିଲେ। ସେଠାରେ ଏହି ଦୁର୍ବୃତ୍ତମାନେ 3 ଜଣ ଆମର ଗୁମିକିଆ ପଞ୍ଚାୟତର କିଲୁକୁପା ଗାଁରେ ମୋହିତ ପ୍ରଧାନ ଏବଂ ରାଜେଶ ପ୍ରଧାନ ଆଉ ତାପରେ ଏଇ 2 ଜଣ, ତାପରେ ଅକ୍ଷୟ ପ୍ରଧାନ ହେଉଛି ଆମର କୁଲୁପାଙ୍ଗା ଗ୍ରାମରେ। ଏ 3 ଜଣଙ୍କୁ ଆମର ଟିମ୍ ସେମାନଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିଲା ଏବଂ ତାଙ୍କ ପାଖରୁ ଗୋଟେ ଦିଆସିଲି, ତାପରେ ଆମର ଗୋଟେ ହ୍ୟାଣ୍ଡମେଡ୍ ଗନ୍ ହାତ ତିଆରି ବନ୍ଧୁକ, ସେ ଗୁଳି ଲୋଡ୍ ହୋଇଥିଲା। ସେମାନଙ୍କୁ ଆମର ଟିମ୍ କ୍ୟାପଚର କଲେ ଏବଂ ତାକୁ ଧରି ସାରିଲା ପରେ ସେମାନଙ୍କର ନାମଗାମ ପଚାରିଲେ ଜଣାପଡ଼ିଲା ଏହି ଦୁର୍ବୃତ୍ତମାନେ ପ୍ରାୟ ଜଙ୍ଗଲରେ ନିଆଁ ଲଗାଇ ପଶୁ ଶିକାର କରିବା ପାଇଁ ଆମର ୱାଇଲ୍ଡ ଲାଇଫ୍ ଶିକାର କରିବା ପାଇଁ ଚେଷ୍ଟା କରୁଥିଲେ। ତେଣୁ ବନ୍ୟଜନ୍ତୁ ଏହି ନିଆଁରୁ ରକ୍ଷା ପାଇଁ ସେମାନେ ପାଣି ପାଖକୁ ଯିବେ ଏବଂ ଏମାନେ ତାକୁ ଫାୟାର କରିବେ। ଆମର ବର୍ତ୍ତମାନ RCCFଙ୍କ ଗସ୍ତ ପରେ ଆମର ବାଲିଗୁଡ଼ା ଡିଭିଜନର ସମସ୍ତ ରେଞ୍ଜରେ ସମସ୍ତଙ୍କ ନିର୍ଦ୍ଦେଶ ଦିଆଯାଇଛି ଏବଂ ସମସ୍ତ ପେଟ୍ରୋଲିଂ ଚାଲୁଛି। ଆଉ ନିଶ୍ଚିତ ଭାବେ ଏଇଟା ଗୋଟେ ଆମର ସଫଳଦାୟକ ଏବଂ ସଫଳ ହୋଇଛି। ତଥାପି ଆମେ ବି ଚେଷ୍ଟା ଚଲେଇଛୁ ଯେମିତି ଏହି ଶିକାରୀମାନଙ୍କୁ ଧରି ଆମେ ସେମାନଙ୍କୁ ତାଙ୍କ ପାଖରୁ ବିନା ଅସ୍ତ୍ର ଯେଉଁ ବିନା ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ତିଆରି ଦ୍ୱାରା ଶିକାର କରୁଛନ୍ତି ସେମାନଙ୍କୁ ଆମେ ଚେଷ୍ଟାକୁ ଧରିବା ପାଇଁ ଏବଂ ନିଆଁ ଯେମିତି ନ ଲାଗିବ ସେଟା ମଧ୍ୟ ଚେଷ୍ଟା କରୁଛୁ।